ବନ୍ଧୁଗଣ, କ'ଣ ଆପଣମାନେ କେବେ ଭାବିଛନ୍ତି ଯେ ବାହାଘର ପରେ କ'ଣ ପାଇଁ କିଛି ଲୋକଙ୍କର ଭାଗ୍ୟ ହଠାତ୍ ବଦଳିଯାଏ? କ'ଣ ଏହା କେବଳ ଗୋଟିଏ ସଂଯୋଗ, ନା ଏହା ପଛରେ କିଛି ଖାସ୍ କାରଣ ଲୁଚି ରହିଛି? ଆମର ଶାସ୍ତ୍ର ଓ ସାମୁଦ୍ରିକ ବିଜ୍ଞାନ ଅନୁସାରେ ସ୍ତ୍ରୀମାନଙ୍କର ଗୁଣ ଓ ଲକ୍ଷଣର ବହୁତ ବଡ଼ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। କୁହାଯାଇଛି, ଯଦି କେଉଁ ପୁରୁଷର ବିବାହ କେଉଁ ସୌଭାଗ୍ୟଶାଳୀ ସ୍ତ୍ରୀ ସହିତ ହୋଇଯାଏ, ତେବେ ସେ ସିଧା ରାସ୍ତାରୁ ଉଠି କୋଟିପତି ହୋଇଯାଏ। ସେଇଠି ଯଦି ଭାଗ୍ୟ ତାକୁ ଏକ ଅଭାଗୀ ସ୍ତ୍ରୀ ସହିତ ଯୋଡ଼ିଦିଏ, ତେବେ କୋଟିଏ ସମ୍ପତ୍ତି ଥାଇ ମଧ୍ୟ ତାହା ମାଟିରେ ମିଶିଯାଏ। କୁହାଯାଇଛି, ସ୍ତ୍ରୀମାନଙ୍କୁ ବୁଝିବା କଷ୍ଟ ନୁହେଁ, ବରଂ କାଠିକର ପାଠ। ଏମିତିକି ସ୍ୱୟଂ ବ୍ରହ୍ମା ମଧ୍ୟ ସ୍ତ୍ରୀମାନଙ୍କର ରଚନାକୁ ବୁଝିପାରି ନଥିଲେ। କିନ୍ତୁ ଆମର ପ୍ରାଚୀନ ଋଷିମାନେ ଶାସ୍ତ୍ରରେ ସ୍ତ୍ରୀମାନଙ୍କର କିଛି ଏମିତି ଗୁଣ ବିଷୟରେ କହିଛନ୍ତି, ଯାହା ସେମାନଙ୍କର ସୌଭାଗ୍ୟ ଓ ଦୁର୍ଭାଗ୍ୟ ବିଷୟରେ ଦର୍ଶାଇଥାଏ। ଆଜି ଆମେ ଆପଣଙ୍କୁ କହିବୁ କିଛି ଖାସ୍ ଗୁଣ ଓ ଲକ୍ଷଣ ବିଷୟରେ, ଯାହା କହିଥାଏ ଯେ ସ୍ତ୍ରୀମାନେ ସୌଭାଗ୍ୟଶାଳୀ ନା ଦୁର୍ଭାଗ୍ୟଶାଳୀ। କିନ୍ତୁ ବନ୍ଧୁଗଣ, ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଜୀବନରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହେଉ, ତେବେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ କମେଣ୍ଟ ବାକ୍ସରେ ଜୟ ମହାଲକ୍ଷ୍ମୀ ନିହାତି ଲେଖନ୍ତୁ। ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ବିଷୟବସ୍ତୁ। ନମ୍ବର 1, ପାଦର ଛୋଟ ଆଙ୍ଗୁଳି। ଯଦି କୌଣସି ସ୍ତ୍ରୀର ଛୋଟ ଆଙ୍ଗୁଳି ଭୂମିକୁ ସ୍ପର୍ଶ କରୁଥାଏ, ତେବେ ଏହାକୁ ବହୁତ ଶୁଭ ବୋଲି ମନାଯାଇଥାଏ। ଶାସ୍ତ୍ର ଅନୁସାରେ ଏମିତି ସ୍ତ୍ରୀ ଯେଉଁ ଘରକୁ ଯାଇଥାଏ, ସେ ଘରେ ସୁଖ ସମୃଦ୍ଧି ସଦାବେଳେ ଲାଗିକରି ରହିଥାଏ। ସେ କେବଳ ନିଜ ପତି ପାଇଁ ନୁହେଁ, ବରଂ ପୁରା ପରିବାର ପାଇଁ ଭାଗ୍ୟଶାଳୀ ହୋଇଥାଏ। ଏମିତି ସ୍ତ୍ରୀ ଘରର ସମସ୍ତ ସଦସ୍ୟଙ୍କୁ ଖୁସିରେ ରଖିବା ପାଇଁ ସକ୍ଷମ ହୋଇଥାନ୍ତି। ନମ୍ବର 2, ଚଉଡ଼ା ମଥା। ଯେଉଁ ସ୍ତ୍ରୀର ମଥା 3 ଆଙ୍ଗୁଳି ଚଉଡ଼ା, ତା ସହିତ ଅର୍ଦ୍ଧ ଚନ୍ଦ୍ରମା ଆକୃତିର ହୋଇଥାଏ, ସେହି ସ୍ତ୍ରୀ ସୌଭାଗ୍ୟଶାଳୀ ହୋଇଥାଏ। ଏମିତି ସ୍ତ୍ରୀ ଯେଉଁ ଘରକୁ ଯାଇଥାଏ, ସେଠାରେ ଦୁଃଖର ଛାୟା କେବେ ବି ପଡ଼ିନଥାଏ। ତାଙ୍କର ବୁଦ୍ଧି, ପରିଶ୍ରମ ଓ ସକାରାତ୍ମକ ଊର୍ଜା କାରଣରୁ ପୁରା ପରିବାରର ଉନ୍ନତି ହୋଇଥାଏ। ଏମିତି ଝିଅ ଘରକୁ ଆସିବା ଦ୍ୱାରା ଘରର ଭାଗ୍ୟ ଯେପରି ବଦଳି ଯାଇଥାଏ। କୁହାଯାଏ, ଏମିତି ସ୍ତ୍ରୀ ଘରର ସଦସ୍ୟଙ୍କ ପାଇଁ ଏକ ବରଦାନ ତୁଲ୍ୟ ହୋଇଥାଏ। ନମ୍ବର 3, ଆଖିର ବିଶେଷତା। ବନ୍ଧୁଗଣ, କ'ଣ ଆପଣମାନେ କେବେ କୌଣସି ସ୍ତ୍ରୀର ଆଖିର ଗଢ଼ଣ ଉପରେ ନଜର ପକାଇଛନ୍ତି? ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯଦି କୌଣସି ସ୍ତ୍ରୀର ଆଖିର ଉପର ଏବଂ ତଳ ତ୍ୱଚା ହାଲକା ଲାଲିମା ଏବଂ ପୁତୁଲି କଳା ହୋଇଥାଏ, ଧଳା ଅଂଶଟି ପୁରା କ୍ଷୀର ସହ ସମାନ ହୋଇଥାଏ, ସେ ସ୍ତ୍ରୀ ବହୁତ ଭାଗ୍ୟଶାଳୀ ହୋଇଥାଏ। ତା ସହିତ ସ୍ତ୍ରୀର ଚାଲି ରାଜହଂସ ପରି ଏବଂ କମର ବାଘ ପରି ପତଳା ହୋଇଥାଏ, ଏମିତି ସ୍ତ୍ରୀ ସମସ୍ତ ସୁଖ ଭୋଗ କରିଥାନ୍ତି। ଏମିତି ସ୍ତ୍ରୀ ତାଙ୍କ ଜୀବନରେ ସମସ୍ତ ଐଶ ଆରାମରେ ଜୀବନ ଅତିବାହିତ କରିଥାନ୍ତି। ନମ୍ବର 4, ନାକ ଉପରେ କଳାଜାଇ। ସାମୁଦ୍ରିକ ଶାସ୍ତ୍ରରେ କୌଣସି ସ୍ତ୍ରୀର ନାକ ଉପରେ କଳାଜାଇକୁ ଅତି ସୌଭାଗ୍ୟ ବୋଲି କୁହାଯାଇଥାଏ। ଯଦି କୌଣସି ଝିଅର ନାକର ଉପର ଭାଗରେ କଳାଜାଇ ଥାଏ, ତେବେ ସେ ସ୍ତ୍ରୀ ଧନବାନ ଓ ଭାଗ୍ୟବାନ ହୋଇଥାନ୍ତି। ଏମିତି ସ୍ତ୍ରୀ ଯେଉଁ ଘରକୁ ଯାଇଥାନ୍ତି, ସେହି ଘରେ କେବେ ବି ଧନ ସମ୍ପତ୍ତିର ଅଭାବ ଲାଗି ରହିନଥାଏ। ଏମିତି ସ୍ତ୍ରୀ ଘରର ଆର୍ଥିକ ସ୍ଥିତିକୁ ସଦାବେଳେ ମଜବୁତ କରି ରଖିଥାଏ। ନମ୍ବର 5, ପାଦର ଆଙ୍ଗୁଳି। ବନ୍ଧୁଗଣ, ଯଦି କୌଣସି ସ୍ତ୍ରୀର ପାଦର ଆଙ୍ଗୁଳି ଗୋଲ ଓ ଉପରକୁ ଉଠିକରି ରହିଥାଏ, ତା ସହିତ ହାଲକା ଲାଲିମା ହୋଇଥାଏ, ଏମିତି ସ୍ତ୍ରୀ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ସାମୁଦ୍ରିକ ଶାସ୍ତ୍ରରେ କୁହାଯାଇଛି ଯେ ଏମିତି ସ୍ତ୍ରୀ ନିଜର ସ୍ୱାମୀ ପାଇଁ ସୌଭାଗ୍ୟ ଆଣିଥାଏ। ତାଙ୍କ ଜୀବନରେ ଯାହା ବି ଅସୁବିଧା ଆସିଥାଏ, ସେ ବହୁତ ସହଜରେ ପାରି ହୋଇଯାଇଥାଏ ଏବଂ ନିଜର ସ୍ୱାମୀଙ୍କ ସଫଳତା ପାଇବାରେ ସାହାଯ୍ୟ କରିଥାନ୍ତି। ନମ୍ବର 6, ଚିକ୍କଣ ଓ ଧଳା ଦାନ୍ତ। ଯେଉଁ ସ୍ତ୍ରୀର ଦାନ୍ତ ଚିକ୍କଣ, ଧଳା ଓ ଅତି ସୁନ୍ଦର ହୋଇଥାଏ ଏବଂ ଆଗକୁ ଟିକେ ବାହାରିକି ରହିଥାଏ, ଏମିତି ସ୍ତ୍ରୀ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି। ଏମିତି ସ୍ତ୍ରୀ ନିଜର ଜୀବନସାଥୀ ପାଇଁ
ବହୁତ ଲକି ହୋଇଥାନ୍ତି। ତାଙ୍କ ଜୀବନରେ କେବେ ବି ସୁଖ ସୁବିଧାର କୌଣସି କମି ରହିନଥାଏ। ନମ୍ବର 7, କୋମଳ ଏବଂ ଲାଲ ଆଙ୍ଗୁଳି। ଯେଉଁ ସ୍ତ୍ରୀର ହାତର ଆଙ୍ଗୁଳି ଲମ୍ବା, ପତଳା ଏବଂ ଗୋଲ ହୋଇଥାଏ ଏବଂ ଆଙ୍ଗୁଳି ମିଶାଇବା ଦ୍ୱାରା ମଝିରେ କୌଣସି ଛେଦ ରହିନଥାଏ ବା ଫାଙ୍କା ରହିନଥାଏ, ସେ ସ୍ତ୍ରୀ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାଏ। ଯଦି ତାଙ୍କର ନଖ ଲାଲ, ଚିକଣ, ଉଚ୍ଚା ଏବଂ ସୁନ୍ଦର ହୋଇଥାଏ, ତେବେ ସେ ସ୍ତ୍ରୀ ସୌଭାଗ୍ୟଶାଳୀ, ଐଶ୍ୱର୍ଯ୍ୟଶାଳୀ ହୋଇଥାଏ। ଏମିତି ସ୍ତ୍ରୀ ନିଜର ପରିବାର ପାଇଁ ଖୁସି ଓ ବରଦାନ ସଦୃଶ ହୋଇଥାନ୍ତି, ଯାହାଦ୍ୱାରା ଘରେ ସଦାବେଳେ ସୁଖ ସମୃଦ୍ଧି ଲାଗିକରି ରହିଥାଏ। ନମ୍ବର 8, ସଫା ଓ ସୁନ୍ଦର ବେକ। ଭବିଷ୍ୟ ପୁରାଣରେ କୁହାଯାଇଛି, ଯେଉଁ ସ୍ତ୍ରୀର ବେକ ସୁନ୍ଦର ଓ 3ଟି ରେଖା ରହିଥାଏ, ସେ ସ୍ତ୍ରୀ ସଦାବେଳେ ଗହଣାରେ ସଜେଇ ହୋଇ ରହିଥାନ୍ତି। ଏମିତି ସ୍ତ୍ରୀ ସୁଖ ଓ ଧନର ପ୍ରତୀକ ହୋଇଥାନ୍ତି। ଯଦି କୌଣସି ସ୍ତ୍ରୀର ବେକ କମଜୋର, ତେବେ ସେ ସ୍ତ୍ରୀ ସଦାବେଳେ ଗରିବ ହୋଇ ରହିଥାଏ। ଯଦି ଲମ୍ବା ବେକ ଥିବା ସ୍ତ୍ରୀ, ସେ ସ୍ତ୍ରୀର କୌଣସି ସନ୍ତାନ ହୋଇନଥାଏ। ଲମ୍ବା ବେକ ଥିବା ସ୍ତ୍ରୀର ସନ୍ତାନ ନ ହେବାର ସମ୍ଭାବନା ରହିଥାଏ। ନମ୍ବର 9, ଚେହେରା ପିତା ପରି। ସାଙ୍ଗମାନେ, ଯଦି କୌଣସି ଝିଅର ଚେହେରା ତା ବାପାଙ୍କ ଚେହେରା ସହ ମିଶୁଥାଏ, ତେବେ ଏହି ଝିଅ ବହୁତ ଭାଗ୍ୟଶାଳୀ ହୋଇଥାଏ। ଏମିତି ସ୍ତ୍ରୀ ତାଙ୍କ ଜୀବନରେ ସବୁ ପ୍ରକାରର ସୁଖ ସୁବିଧା ପାଇଥାନ୍ତି। ଏହିପରି ଯଦି କୌଣସି ପୁଅର ଚେହେରା ତା ମା ପରି ହୋଇଥାଏ, ଅର୍ଥାତ୍ ମାର ଚେହେରା ସହ ମିଶୁଥାଏ, ତେବେ ସେମାନେ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ନମ୍ବର 10, ପଦ୍ମ ପରି ଆଖି। ଭବିଷ୍ୟ ପୁରାଣ ଅନୁସାରେ ଯେଉଁ ସ୍ତ୍ରୀର ଆଖି ପଦ୍ମ ଫୁଲର ପାଖୁଡ଼ା ସହିତ ସମାନ, ତା ସହିତ ତା ମଧ୍ୟଭାଗଟି ଭୂରା ନ ହୋଇ ଧଳା ହୋଇଥିବ, ସେ ସ୍ତ୍ରୀ ନିଜ ସ୍ୱାମୀ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାଏ। ତାଙ୍କର ଭାଗ୍ୟ କେବଳ ତାଙ୍କ ସ୍ୱାମୀ ପାଇଁ ନୁହେଁ, ତାଙ୍କ ନିଜ ପାଇଁ ନୁହେଁ, ବରଂ ତାଙ୍କ ସ୍ୱାମୀଙ୍କ ପାଇଁ ଏବଂ ସମସ୍ତ ପରିବାର ପାଇଁ ସମସ୍ତ ସୁଖ ଆଣିଦେଇଥାଏ। ନମ୍ବର 11, କୋମଳ ବାହୁ। ଯଦି କୌଣସି ସ୍ତ୍ରୀର ବାହୁରେ ହାଡ଼ ଦେଖାଯାଉନଥିବ, ତା ସହିତ କୋମଳ ହୋଇଥିବ, ସେଭଳି ସ୍ତ୍ରୀ ବହୁତ ଭାଗ୍ୟଶାଳୀ ହୋଇଥାଏ। ତା ସହିତ ହାତରେ ଅଧିକ ବାଳ ନଥାଏ, ତେବେ ସେ ସୌଭାଗ୍ୟଶାଳୀ ସ୍ତ୍ରୀ ହୋଇଥାଏ। ବନ୍ଧୁଗଣ, ସ୍ତ୍ରୀମାନଙ୍କର ଏହିସବୁ ଲକ୍ଷଣ ପ୍ରାଚୀନ ଗ୍ରନ୍ଥ ଓ ପୁରାଣରେ ଲିପିବଦ୍ଧ। ଏହି ଭିଡ଼ିଓ ଆପଣମାନଙ୍କୁ ଜ୍ଞାନ ଦେବା ପାଇଁ ପ୍ରସ୍ତୁତ। କାହାର ଆସ୍ଥା ଓ ବିଶ୍ୱାସରେ ଖେଳିବା ପାଇଁ ଏହି ଭିଡ଼ିଓ ତିଆରି କରାଯାଇନଥାଏ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି, ତେବେ କମେଣ୍ଟ ବକ୍ସରେ ଜୟ ମହାଲକ୍ଷ୍ମୀ ନିହାତି ଲେଖନ୍ତୁ।